ଶ୍ରୀ ଜଗନ୍ନାଥ। ଆଜି ଶୁଣିବା 32 ସିଂହାସନର 26ତମ ପୁତଳିକା ମୃଗନୟନୀର କଥା। ଆସନ୍ତୁ ଶୁଣିବା। ରାଜା ବିକ୍ରମାଦିତ୍ୟ କେବଳ ନିଜର ରାଜକାର୍ଯ୍ୟ ପୂର୍ଣ୍ଣ ମନୋଯୋଗ ସହ କରୁନଥିଲେ, ବରଂ ସେ ତ୍ୟାଗ, ଦାନବୀରତା, ଦୟା ଏବଂ ବୀରତା ଆଦି ଅନେକ ଶ୍ରେଷ୍ଠ ଗୁଣରେ ପରିପୂର୍ଣ୍ଣ ଥିଲେ। ସେ ଜଣେ ତପସ୍ୱୀଙ୍କ ଭଳି ଅନ୍ନ ଜଳ ତ୍ୟାଗ କରି ଦୀର୍ଘ ସମୟ ପର୍ଯ୍ୟନ୍ତ ତପସ୍ୟାରେ ମଗ୍ନ ରହିପାରୁଥିଲେ। ସେ ଏପରି କଠୋର ତପସ୍ୟା କରିପାରୁଥିଲେ ଯେଉଁଥିରେ ଇନ୍ଦ୍ରଙ୍କ ସିଂହାସନ ମଧ୍ୟ ଥରି ଉଠୁଥିଲା। ଥରେ ତାଙ୍କ ଦରବାରରେ ସୈନିକମାନେ ଜଣେ ସାଧାରଣ ବେଶଭୂଷା ଥିବା ଗୋଟିଏ ଯୁବକକୁ ଧରି ଆଣିଲେ। ସେ ରାତିରେ ବହୁତ ଧନଧ ସନ୍ଦିଗ୍ଧ ଅବସ୍ଥାରେ କେଉଁଆଡ଼େ ଯାଉଥିଲା। ତାର ପୋଷାକରୁ ଜଣାପଡ଼ୁନଥିଲା ଯେ ସେ ଏତେ ଧନର ମାଲିକ ହୋଇଥିବ। ତେଣୁ ସିପାହୀମାନଙ୍କୁ ଲାଗିଲା ବୋଧହୁଏ ସେ ଜଣେ ଚୋର ଏବଂ ଚୋରି ଧନ ନେଇ ଫେରାର ହେବା ଫିକରରେ ରହିଛି। ରାଜା ଯେତେବେଳେ ସେହି ଯୁବକକୁ ତାର ପରିଚୟ ପଚାରିଲେ ଏବଂ ଜାଣିବାକୁ ଚାହିଁଲେ ଯେ ଏହି ଧନ ତା ପାଖକୁ କେଉଁଠୁ ଆସିଲା, ସେତେବେଳେ ଯୁବକ ଜଣକ କହିଲା ଯେ ସେ ଜଣେ ଧନୀ ସ୍ତ୍ରୀଙ୍କ ପାଖରେ ଚାକର ଏବଂ ଏସବୁ ଧନ ସେ ସ୍ତ୍ରୀ ଲୋକ ଜଣକ ତାକୁ ଦେଇଛନ୍ତି। ରାଜାଙ୍କର ଜିଜ୍ଞାସା ବଢ଼ିଗଲା। ତ ସିଏ ଜାଣିବାକୁ ଚାହିଁଲେ ଯେ ଗୋଟେ ସ୍ତ୍ରୀ ଲୋକ ଯେତେ ଧନୀ ହଉ ତା ଧନ ଏକୁ କାହିଁ ଥିଲା ଏବଂ ସିଏ ଏଇ ଧନ ନେଇକି କୁଆଡ଼େ ଯାଉଥିଲା। ଯୁବକ ସେଠୁ କହିଲା ଯେ ସେ ସ୍ତ୍ରୀ ତାକୁ ଗୋଟେ ନିର୍ଦ୍ଦିଷ୍ଟ ସ୍ଥାନରେ ଅପେକ୍ଷା କରିବାକୁ କହିଥିଲା। ପ୍ରକୃତରେ ସେ ସ୍ତ୍ରୀ ସହିତ ତାର ଅନୈତିକ ସମ୍ପର୍କ ଥିଲା ଏବଂ ନିଜ ସ୍ୱାମୀକୁ ହତ୍ୟା କରି ତାକୁ ଦେଖା କରିବାର ଥିଲା। ଦୁଇ ଜଣ ଯାକ ଏ ଧନ ନେଇ କୁଆଡ଼େ ଚାଲି ଯାଇଥାନ୍ତେ ଦୂରକୁ ଆଉ ଆରାମରେ ଜୀବନ ବିତେଇଥାନ୍ତେ। ତ ବିକ୍ରମ ତା କଥାର ସତ୍ୟତା ଯାଞ୍ଚ କରିବା ପାଇଁ ତୁରନ୍ତ ସେ ଯୁବକ ଯେଉଁ କହିଥିଲା ସେ ଠିକଣାକୁ ନେଇକି ନିଜ ସିପାହୀମାନଙ୍କୁ ପଠାଇଲେ। ସିପାହୀମାନେ ଆସି ଖବର ଦେଲେ ଯେ ସେ ସ୍ତ୍ରୀକୁ ତାଙ୍କ ଚାକର ଗିରଫ ହେବା ଖବର ମିଳିସାରିଛି। ଏବେ ସେ ବିଳାପ କରି କହୁଛି ଯେ ଲୁଟେରା ତାର ସବୁ ଧନ ଲୁଟି ନେଲେ ଏବଂ ତାର ସ୍ୱାମୀକୁ ମଧ୍ୟ ହତ୍ୟା କରିକି ଫେରାର ହେଇଗଲେ। ସେ ନିଜ ସ୍ୱାମୀର ଚିତା ଜଳେଇଛି ଏବଂ ନିଜର ପବିତ୍ରତା ଗୁଣ ପ୍ରମାଣିତ କରିବା ପାଇଁ ସତୀ ହେବାକୁ ଯୋଜନା କରୁଛି। ସକାଳୁ ଯୁବକ ଏବଂ ସିପାହୀମାନଙ୍କୁ ସାଙ୍ଗରେ ନେଇ ରାଜା ବିକ୍ରମ ସେ ସ୍ତ୍ରୀ ଘରେ ପହଞ୍ଚିଗଲେ। ସେଠିକାର ଦୃଶ୍ୟ ଦେଖିକି ଆଶ୍ଚର୍ଯ୍ୟ ହୋଇଗଲେ। ସେ ସ୍ତ୍ରୀ ଜଣକ ନିଜ ସ୍ୱାମୀଙ୍କ ଚିତା ଉପରେ ବସି ସାରିଥିଲା ଏବଂ ଚିତାରେ ନିଆଁ ଲାଗିବାକୁ ଯାଉଥିଲା। ରାଜା ତାପରେ କ'ଣ କଲେ ନା ସେ ଚିତାରେ ନିଆଁ ଦେଉଥିବା ବ୍ୟକ୍ତିକୁ ଅଟକେଇଲେ ଏବଂ ସ୍ତ୍ରୀକୁ ଚିତାରୁ ଓହ୍ଲାଇବାକୁ କହିଲେ। ସେ ସବୁଯାକ ଧନ ତାକୁ ଦେଖେଇଲେ ଏବଂ ଚାକରକୁ ଆଗକୁ ଆଣି କହିଲେ ଯେ ସବୁ ସତ୍ୟ ତମର ଏବେ ଜଣା ପଡ଼ିଗଲା। ତାପରେ ସେ ସ୍ତ୍ରୀକୁ ଯେଉଁ ନାରୀର ଯେଉଁ କପଟ ଚରିତ୍ର, ସ୍ତ୍ରୀୟ ଚରିତ୍ର ତ୍ୟାଗ କରିବା ପାଇଁ କହିଲେ ଏବଂ ରାଜଦଣ୍ଡ ଭୋଗିବା ପାଇଁ ପ୍ରସ୍ତୁତ ରହିବାକୁ ଆଦେଶ ଦେଲେ। ତାପରେ ସେ ସ୍ତ୍ରୀ ଜଣକ ଭୟଭୀତ ହେଲା, କିନ୍ତୁ ସିଏ ପର ମୁହୂର୍ତ୍ତରେ କହିଲା ଯେ ରାଜା ତାଙ୍କ ଚରିତ୍ର ଉପରେ ଆଙ୍ଗୁଠି ଦେଖାଇବା ପୂର୍ବରୁ ନିଜ ସାନ ରାଣୀଙ୍କ ଚରିତ୍ର ଯାଞ୍ଚ କରିବା ଉଚିତ। ଏତିକି କହି ସିଏ କ'ଣ କଲା ନା ବିଜୁଳି ବେଗରେ ସେ ଚିତା ଉପରକୁ ଡେଇଁ ପଡ଼ିଲା ଏବଂ ତା ଦେହରେ ନିଆଁ ଲାଗିକି ସେ ସତୀ ହେଇଗଲା। ତ କେହି କିଛି କରିବା ପୂର୍ବରୁ ସ୍ତ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ରାଜା ତାପରେ ସିପାହୀମାନଙ୍କ ସହିତ ନିଜ ମହଲକୁ ଫେରି ଆସିଲେ। ସେ ସ୍ତ୍ରୀର ଶେଷ ଶବ୍ଦ ଗୁଡ଼ିକ ତାଙ୍କୁ ଭାରି କଷ୍ଟ ଦେଉଥିଲା। ସେ ସାନ ରାଣୀଙ୍କ ଉପରେ ନଜର ରଖିବା ଆରମ୍ଭ କଲେ। ଦିନେ ରାତିରେ ରାଜା ଶୋଇଛନ୍ତି ଏମିତି ଭାବିକିରି ସାନ ରାଣୀ କ'ଣ କଲା ନା ଉଠି ପଡ଼ିଲା। ଉଠିକି ପଛ ଦୁଆର ଦେଇକି ମହଲ ବାହାରକୁ ଚାଲିଗଲା। ରାଜା ବି ଚୁପଚାପ ତା ପଛରେ ଚାଲିଲେ। କିଛି ଦୂର ଯିବା ପରେ ସେ ଗୋଟେ ସାଧୁ ପାଖରେ ଯାଇକି ପହଞ୍ଚିଲେ। ସାନ ରାଣୀ ସାଧୁ ତାଙ୍କୁ ଦେଖି ଉଠି ଆସିଲେ ଏବଂ ତାଙ୍କୁ ନେଇକି ପାଖରେ ଥିବା ଗୋଟେ କୁଟୀର ଭିତରକୁ ଚାଲିଗଲେ। ବିକ୍ରମ କ'ଣ କଲେ ନା ସେ କୁଟୀର ଭିତରକୁ ଚାହିଁକି ଯାହା ଦେଖିଲେ ତାହା ତାଙ୍କ ପାଇଁ ବଡ଼ ଅସହ୍ୟ ଥିଲା। ତାଙ୍କ ସାନ ରାଣୀ କ'ଣ ହୋଇଥିଲେ ନା ନିର୍ବସ୍ତ୍ର ହେଇକି ସାଧୁକୁ ଆଲିଙ୍ଗନ କଲେ ଏବଂ ଦୁଇ ଜଣ ଯାକ ସ୍ୱାମୀ ସ୍ତ୍ରୀ ଭଳିଆ ନିଃସଙ୍କୋଚରେ ସଂଘବ୍ରତ ହୋଇଗଲେ। ରାଜା ଚିନ୍ତା କଲେ ଯେ ସାନ ରାଣୀକୁ ସେ ଏତେ ଭଲ ପାଆନ୍ତି, ତଥାପି ସେ ତାଙ୍କ ସହ ବିଶ୍ୱାସଘାତକ କଲେ। ତାଙ୍କର କ୍ରୋଧ ସୀମା ପାର ହେଇଗଲା। ସେ କ'ଣ କଲେ ନା କୁଟୀର ଭିତରକୁ ପଶି ଆସିଲେ ଏବଂ ସାନ ରାଣୀ ତଥା ସାଧୁ ଉଭୟଙ୍କୁ ମୃତ୍ୟୁମୁଖକୁ ପଠାଇଦେଲେ, ମାନେ ହତ୍ୟା କଲେ। ଯେତେବେଳେ ସେ ପ୍ରାସାଦକୁ ଫେରିଲେ ତାଙ୍କର ମାନସିକ ଶାନ୍ତି ହଜି ଯାଇଥିଲା। ସେ ସବୁବେଳେ ବ୍ୟତିବ୍ୟସ୍ତ ରହିବାକୁ ଲାଗିଲେ, ଦୁଃଖିତ ରହିବାକୁ ଲାଗିଲେ।
ସାଂସାରିକ ସୁଖରୁ ତାଙ୍କର ମନ ଛାଡ଼ିଗଲା ଏବଂ ତାଙ୍କ ମନରେ ବୈରାଗ୍ୟ ଭାବନା ଜନ୍ମ ନେଲା। ତେଣୁ ତାଙ୍କୁ ଲାଗୁଥିଲା ଯେ ଏଇ ଯେଉଁ ଧର୍ମ କର୍ମରେ ତାଙ୍କର କିଛି ଗୋଟେ ଅଭାବ ରହିଗଲା, ଯେଉଁଥିପାଇଁ ଭଗବାନ ତାଙ୍କୁ ଏ ସାନ ରାଣୀଙ୍କର ଏ ବିଶ୍ୱାସଘାତକତାର ଦୃଶ୍ୟ ଦେଖାଇ ଦଣ୍ଡିତ କଲେ। ଏମିତି ସବୁ ଚିନ୍ତା କରିକି ରାଜା କ'ଣ କଲେ ନା ମନ୍ତ୍ରୀମାନଙ୍କୁ ଶାସନ ଭାର ଦେଇ ନିଜେ ସମୁଦ୍ର କୂଳରେ ବସିକି ତପସ୍ୟା କରିବାକୁ ଲାଗିଲେ। ପ୍ରଥମେ ସେ କ'ଣ କଲେ ନା ନିଜ ଗୋଟିଏ ଗୋଡ଼ରେ ଠିଆ ହୋଇକି ସମୁଦ୍ର ଦେବତାଙ୍କୁ ଆବାହନ କଲେ। ତାଙ୍କ ସାଧନାରେ ପ୍ରସନ୍ନ ହୋଇକି ସମୁଦ୍ର ଦେବତା ତାଙ୍କୁ ଦର୍ଶନ ଦେଲେ। ସେତେବେଳେ ସେ ସମୁଦ୍ର ଦେବତାଙ୍କୁ ଗୋଟେ ଅନୁରୋଧ କଲେ ଯେ ତାଙ୍କ କୂଳରେ ସମୁଦ୍ର କୂଳରେ ଗୋଟେ ଛୋଟିଆ କୁଟୀରଟିଏ ତିଆରି କରିଦେଲେ ସେ ଅଖଣ୍ଡ ସାଧନା କରିବେ, ଚାହୁଁଛନ୍ତି ସେ ସାଧନା କରିବାକୁ, ଯାହାଦ୍ୱାରା ନିର୍ବିଘ୍ନରେ ତାଙ୍କର ସାଧନା ପୂର୍ଣ୍ଣ ହେବ। ସେଥିପାଇଁ ସେ ତାଙ୍କର ଆଶୀର୍ବାଦ ଚାହୁଁଛନ୍ତି। ସମୁଦ୍ର ଦେବତା ତାଙ୍କୁ ଆଶୀର୍ବାଦ ଦେଲେ ଏବଂ ତାଙ୍କୁ ଗୋଟେ ଶଙ୍ଖ ଦେଲେ। ସମୁଦ୍ର ଦେବତା କହିଲେ ଯେ ଯେତେବେଳେ ବି କୌଣସି ଦୈବୀ ବିପତ୍ତି ଆସିବ ଏଇ ଶଙ୍ଖର ଧ୍ୱନିରେ ସେଇଟା ଦୂର ହୋଇଯିବ। ସମୁଦ୍ର ଦେବଙ୍କ ଠାରୁ ଉପହାର ନେଇ ବିକ୍ରମ କ'ଣ କଲେ ନା ତାଙ୍କୁ ଧନ୍ୟବାଦ ଜଣାଇଲେ ଏବଂ ପ୍ରଣାମ କରିକି ସମୁଦ୍ର କୂଳକୁ ଫେରି ଆସିଲେ ଏବଂ ସେଇ କୁଟୀରରେ ବସିକି ସାଧନା କରିବାକୁ ଲାଗିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ଏତେ କଠିନ ସାଧନା କଲେ ଯେ ଦେବଲୋକରେ ହଲଚଲ ସୃଷ୍ଟି ହୋଇଗଲା। ସବୁ ଦେବତାମାନେ ଚିନ୍ତା କଲେ, କଥାବାର୍ତ୍ତା ହେଲେ ଯେ ବିକ୍ରମ ଏବେ ଏମିତି ସାଧନାରେ ରହିଛନ୍ତି ଯେ ଇନ୍ଦ୍ରଙ୍କ ସିଂହାସନ ନିଶ୍ଚୟ ଅଧିକାର କରିନେବେ। ଇନ୍ଦ୍ର ଦେଖିଲେ ନିଜ ସିଂହାସନକୁ ବିପଦ ଅଛି। ସିଏ ତାଙ୍କର ସହଯୋଗୀମାନଙ୍କୁ ସାଧନାସ୍ଥଳ ପାଖରେ ଥିବା ଅଧିକ ବର୍ଷା କରିବାକୁ ଆଦେଶ ଦେଲେ। ସେ ଜଳ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଗଲା ଏବଂ ସେ ଚାହିଁଲେ ଯେ ବିକ୍ରମ ଏହି କୁଟୀର ସହିତ ପାଣିରେ ଭାସି ଯାଆନ୍ତୁ। କିନ୍ତୁ ଏଇ ଭୟାନକ ଯେଉଁ ବର୍ଷା ଆରମ୍ଭ ହେଲା, କିଛି ଘଣ୍ଟା ଭିତରେ ସତକୁ ସତ ସେ ସ୍ଥାନ ଜଳମଗ୍ନ ହୋଇଗଲା। ବିକ୍ରମଙ୍କ କୁଟୀର ସହିତ ଜଳରେ ସମାଧି ନେଇଥାନ୍ତେ, କିନ୍ତୁ ସମୁଦ୍ର ଦେବତାଙ୍କୁ ଆଶୀର୍ବାଦ ଦେଇଥିଲେ। ସେ କ'ଣ କଲେ ନା ବର୍ଷାର ସବୁ ପାଣି ପିଇଦେଲେ। ତାଙ୍କ ବିକ୍ରମଙ୍କ ସାଧନା ସ୍ଥଳଟା ପୂର୍ବ ପରି ଶୁଖିଲା ରହିଲା। ଇନ୍ଦ୍ର ଯେତେବେଳେ ଏ ଅଦ୍ଭୁତ ଚମତ୍କାର ଦେଖିଲେ ତାଙ୍କ ଚିନ୍ତା ଆହୁରି ବଢ଼ିଗଲା। ସେ ନିଜ ସେବକମାନଙ୍କୁ ଡାକି ଆନ୍ଧି ଯେଉଁ ତୋଫାନର ସାହାଯ୍ୟ ନେବାକୁ ଆଦେଶ ଦେଲେ। ଏଇ ଭୟଙ୍କର ବେଗରେ ତୋଫାନ ଚାଲିଲା। କୁଟୀରର କୁଟା କାଠି ବିଛେଇ ହୋଇଗଲା। କୁଟୀରରେ ସବୁକିଛି ପବନରେ ତୁଳା ଭଳିଆ ଉଡ଼ିବାକୁ ଲାଗିଲା। ବଡ଼ ବଡ଼ ବୃକ୍ଷ ଗୁଡ଼ିକ ଉପୁଡ଼ିବାକୁ ଲାଗିଲା। ବିକ୍ରମଙ୍କ ପାଦ ମଧ୍ୟ ଲାଗିଲା ଯେମିତି ଯେଉଁଠି ଖସିଯିବ ସେ ଉପୁଡ଼ିଯିବେ, ନିଜେ ଭାସିଯିବେ, ଉଡ଼ିଯିବେ। ତାପରେ କ'ଣ ହେଲା, ବିକ୍ରମ କ'ଣ କଲେ ନା ସମୁଦ୍ର ଦେବତା ଯେଉଁ ଶଙ୍ଖ ଦେଇଥିଲେ ସେ ଶଙ୍ଖ କଥା ମନେ ପଡ଼ିଲା ଏବଂ ଜୋରରେ ଶଙ୍ଖ ବଜେଇଲେ। ଶଙ୍ଖର ଗୋଟେ ଅତି ତୀବ୍ର ଧ୍ୱନି ନିର୍ଗତ ହେଲା। ଶଙ୍ଖ ଧ୍ୱନି ସହିତ ଏଇ ଯେଉଁ ତୋଫାନ ଚାଲିଥିଲା ସେ ହଜିଗଲା, ଉଡ଼ିଗଲା କୁଆଡ଼େ। ପୁଣି ଥରେ ଶାନ୍ତି ଖେଳିଗଲା ଏବଂ ଇନ୍ଦ୍ରଦେବତାଙ୍କ ଚିନ୍ତା ଆହୁରି ବଢ଼ିଗଲା। ତାଙ୍କୁ କିଛି ବୁଦ୍ଧି ଦିଶୁନଥିଲା କେମିତି ବିକ୍ରମକୁ ସାଧନା ସେ ଭଙ୍ଗ କରିବେ। ଏବେ ବିକ୍ରମ ସାଧନାକୁ କେବଳ ଅପ୍ସରାମାନଙ୍କ ଆକର୍ଷଣ ହିଁ ଭଙ୍ଗ କରିପାରିବ। ସିଏ କ'ଣ କଲେ ନା ତିଳୋତ୍ତମା ନାମକ ଅପ୍ସରାକୁ ବିକ୍ରମଙ୍କ ପାଖକୁ ପଠାଇଲେ ସାଧନା ଭଙ୍ଗ କରିବା ପାଇଁ। ତିଳୋତ୍ତମା ଅନୁପମ ସୁନ୍ଦରୀ ଥିଲା। ତାର ରୂପ ଦେଖି କେହି ବି କାମବାଣରେ ଆହତ ନ ହୋଇ ରହିପାରିବ ନାହିଁ। ତିଳୋତ୍ତମା ସାଧନା ସ୍ଥଳରେ ଓହ୍ଲାଇଲା ଏବଂ ସୁନ୍ଦର ଗୀତ ଗାଇ ନାଚି ବିକ୍ରମଙ୍କ ଧ୍ୟାନ ଭଙ୍ଗ କରିବାକୁ ଚେଷ୍ଟା କଲା। କିନ୍ତୁ ବୈରାଗୀ ବିକ୍ରମଙ୍କ ଧ୍ୟାନ କ'ଣ ସେ ଭଙ୍ଗ କରିପାରିବ? ବିକ୍ରମ କ'ଣ କଲେ ନା ଶଙ୍ଖ ବଜେଇ ଦେଲେ। ତିଳୋତ୍ତମାକୁ ଲାଗିଲା ଯେମିତି ସେ ନିଆଁ ଶିଖା ମଧ୍ୟକୁ ତାକୁ କିଏ ଫିଙ୍ଗି ଦେଇଛି। ଏତେ ପ୍ରଚଣ୍ଡ ତାପ ହେଲା ଯେ ସେ ଅସ୍ଥିର ହୋଇଗଲା ଏବଂ ସେଇ କ୍ଷଣି ଛୁଟି ଅଦୃଶ୍ୟ ହୋଇଗଲା। ତା ଉପାୟ କିଛି କାମ କଲାନି। ସେତେବେଳେ ଇନ୍ଦ୍ରଙ୍କ ଆତ୍ମବିଶ୍ୱାସ ସମ୍ପୂର୍ଣ୍ଣ ଭାବେ ଟଳମଳ ହେଲା। ସେ ନିଜେ କ'ଣ କଲେ ନା ଗୋଟେ ବ୍ରାହ୍ମଣ ବେଶ ଧାରଣ କରି ସାଧନା ସ୍ଥଳକୁ ଆସିଲେ। ସିଏ ଜାଣିଥିଲେ ବିକ୍ରମ ଭିକ୍ଷାର୍ଥୀମାନଙ୍କୁ କେବେ ନିରାଶ କରନ୍ତିନି, ଦାନ ଦିଅନ୍ତି। ସେ ତାଙ୍କୁ ପଚାରିଲେ, ବିକ୍ରମ ପଚାରିଲେ ତମେ କାହିଁ ଆସିଛ? ସେ ବିକ୍ରମକୁ ଭିକ୍ଷା ଦେବାକୁ କହିଲେ ଏବଂ ଭିକ୍ଷାରେ ତାଙ୍କର ସମସ୍ତ ସାଧନାର ଫଳ ମାଗିଲେ। ବିକ୍ରମ ତାପରେ କ'ଣ କଲେ ନା ନିଜ ସାଧନାର ସମସ୍ତ ଫଳ ତାଙ୍କୁ ଆନନ୍ଦର ସହ ଦାନ କରିଦେଲେ। ଏଇ ଇନ୍ଦ୍ରକୁ ଏଥର ଅଭୟଦାନ ମିଳିଗଲା। ସିଏ ପ୍ରକଟ ହେଇକି ବିକ୍ରମଙ୍କ ମହାନତାର ଗୁଣଗାନ କଲେ, ତାଙ୍କୁ ଆଶୀର୍ବାଦ କଲେ ଏବଂ କହିଲେ ଯେ ବିକ୍ରମଙ୍କ ରାଜ୍ୟରେ କେବେ ବି ଅଧିକ ବର୍ଷା ହେବନି କି ମରୁଡ଼ି ହେବନି, ଅତିବୃଷ୍ଟି ହେବନି କି ଅନାବୃଷ୍ଟି ହେବନି। କେବେ ବି ସବୁ ଫସଲ ଠିକ୍ ସମୟରେ ହେବ ଏବଂ ପ୍ରଚୁର ପରିମାଣରେ ବର୍ଷା ହେବ, ପ୍ରଚୁର ପରିମାଣରେ ଫସଲ ହେବ। ଏହା କହି ଇନ୍ଦ୍ର ଅନ୍ତର୍ଧ୍ୟାନ ହେଇଗଲେ। ଇଏ ସରିଲା ଆମର 26 ନମ୍ବର ପୁତ୍ତଳିକାର କାହାଣୀ। ଏହାପରେ ଆସିବ 27 ନମ୍ବର ପୁତ୍ତଳିକାର କାହାଣୀ। ଧନ୍ୟବାଦ।